ଗୁରୁଙ୍କ ଉଦ୍ଦେଶ୍ୟରେ କରନ୍ତୁ। ପ୍ରଥମ ଦିନ 3 ଥର କରାହେଇଥିଲା, ଆଜି 9 ଥର କରନ୍ତୁ। ଆଜି ହେଉଛି ପୂର୍ଣ୍ଣାହୁତି ସନ୍ଧ୍ୟା। ନାମ ଯଜ୍ଞର ଭାଗବତ କଥା, ଭାଗବତ ପାଠ ଯଜ୍ଞର ଏବଂ କଥା ଯଜ୍ଞର ଆଜି ହେଉଛି ପୂର୍ଣ୍ଣାହୁତି ସନ୍ଧ୍ୟା। ସମସ୍ତେ ଆଖି ବୁଜି ନିଜ ନିଜର ଇଷ୍ଟମୂର୍ତ୍ତିଙ୍କୁ, ଗୁରୁମୂର୍ତ୍ତିଙ୍କୁ ଧ୍ୟାନ କରି ବିଶ୍ୱର ଶାନ୍ତି ଉଦ୍ଦେଶ୍ୟରେ 9 ଥର ଓଙ୍କାର ଧ୍ୱନି କର। सर्वे भवन्तु सुखी, सर्वे सन्तु निरामयाः, सर्वे भद्राणि पश्यन्तु, मा कश्चित् दुःखभाग् भवेत्। ओम शांति शांति शांति। ये तो सत्संग आपण माने पूर्व 3टी संध्यारे किसी किसी कथा शुणी थिले। आज चतुर्थ संध्या भागवत पाठ होउचंती। 12 स्कंद भागवत शेष नाम मध्य अखंड रही एवं जो माने दर्शन को आसुचंती बा श्रोता हिसाब रे आसुचंती समस्त प्रसाद पाइकिरी जाउचंती। तेणु एठी 3-4टी यज्ञ एका थरे अनुष्ठित होउछि। नाम यज्ञ, जप यज्ञ, अन्न यज्ञ आउ कथा यज्ञ। भागवत रे गोटे कथा अछि, श्रोता बक्ता जे पचारी ये 3 जन जानती तरी। भागवतर पद गुड़ी को जे शुणे, जे भागवत संबंध रे किछि कुहे, जे भागवत संबंध रे किछि पचारिकिरी बुझे, ये 3टी स्वभावर मनीष से उद्धार हो जाते, मुक्ति पाते। भागवतर प्रथम कथाटी होउची
ଆତ୍ମଦେବ ନାମକ ଜଣେ ବ୍ରାହ୍ମଣ ଥିଲେ। ତାଙ୍କର ପୁଅ ଝିଅ କିଛି ନଥିଲେ। ତାଙ୍କ ସ୍ତ୍ରୀଙ୍କର ନାମ ଥିଲା ଧୁନ୍ଦୁଲି। ଆତ୍ମଦେବ ଯୋଉ ଚରିତ୍ରର, ଧୁନ୍ଦୁଲି ସେଇ ଚରିତ୍ରର ନୁହଁ। ଯେଉଁ ପରିବାରରେ ସ୍ୱାମୀ ସ୍ତ୍ରୀ ଜୀବନ ଭିତରେ ପରସ୍ପର ଭିତରେ ଯଦି କଥା ହେଉ ବା କାମ ହଉ, ତା ଭିତରେ ଯଦି କିଛି ସଂଘାତ ସୃଷ୍ଟି ହୁଏ, କଳିତ କରାର ହୁଏ, ତାହେଲେ ଘରଟା ନର୍କରେ ପରିଣତ ହୁଏ। ଆତ୍ମଦେବ ସେ ଧୁନ୍ଦୁଲିର କଟୁକ୍ତି ଭାଷାକୁ ସେ ଆଉ ସହ୍ୟ କରିପାରିଲେ। ସେ ତୀର୍ଥ ପର୍ଯ୍ୟଟନ କରିବା ପାଇଁ ଗଲେ। ବହୁ ତୀର୍ଥ ପର୍ଯ୍ୟଟନ କଲେ। ସେଇ ତୀର୍ଥରେ ଜଣେ ସନ୍ଥଙ୍କୁ ଭେଟିଲେ। ଆରେ ପିଲାକୁ ନେଇଯାଅ ସାରେ। ତୀର୍ଥରେ ଜଣେ ସନ୍ଥଙ୍କୁ ଭେଟିଲେ। ସେ ସନ୍ଥ କୃପା କରି ଗୋଟିଏ ଫଳ ଦେଲେ। ସେ ଫଳଟିକୁ ମାନେ ଧୁନ୍ଦୁଲିକି ଦବା ପାଇଁ ସେ ଆଦେଶ କଲେ। ଏବେ ସାଧୁ ସନ୍ଥ ମାନଙ୍କ କଥାରେ ବେଳେ ବେଳେ ତାଳମେଳ ରହୁନି। କିଏ ଯଦି ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ମାଳିକା କଥା କହି ଅମକ ମସିହାରେ ପୃଥିବୀ ଧ୍ୱଂସ ହବ, କିଏ କହୁଛି ଅମୁକ ମସିହାରେ ଅମୁକ ହବ, କିନ୍ତୁ କୌଣସି କଥାର ଗୋଟେ ତାଳମେଳ, ଯାହା କରିବେ ସାଇଁ ତାହା କାହାରି ହାତରେ ନାହିଁ। ଆମେ କହିଦେଲେ ବିଶ୍ୱର କ'ଣ ଗୋଟେ ହେଇଯିବ, ସେ କଥା ଆଦୌ ନୁହେଁ। କିନ୍ତୁ ବିଶ୍ୱର ଶାନ୍ତି ପାଇଁ, ଜୀବଜଗତର ଶାନ୍ତି ପାଇଁ ଆମକୁ ପ୍ରାର୍ଥନା କରିବାକୁ, ଯଦି ଆମେ ପ୍ରାର୍ଥନା ନ କରିବା, ଯେଉଁମାନେ ତ କରୁନାହାନ୍ତି, ସେ ତାଙ୍କର ମଦ ବୋତଲ ଧରି ତାଙ୍କର ଚାରିଆଡ଼େ ବୁଲୁଛନ୍ତି। ଯେଉଁମାନେ ଭଗବାନ ବୋଲି ଜଣେ ଶକ୍ତି ବିଶ୍ୱର ପରିଚାଳନା କରୁଛନ୍ତି, ଏଇ ବିଶ୍ୱାସ ଯେଉଁମାନଙ୍କର ଅଛି, ସେମାନେ ଯେତେବେଳେ ଭଗବାନଙ୍କୁ ପୂଜା କରିବେ ବା ପ୍ରଣାମ କରିବେ, ସେତେବେଳେ ବିଶ୍ୱର ଶାନ୍ତି ପାଇଁ ପ୍ରାର୍ଥନା କରିବା ଉଚିତ। ଆମର ଶାନ୍ତି ପାଠରେ ଲେଖା ହେଇଛି, କାଳେ ବର୍ଷନ୍ତୁ ପର୍ଯ୍ୟନ୍ତ ପୃଥିବୀ ଶସ୍ୟ ସାରି।
ଏହାର ତତ୍ଵ କ'ଣ? ଠିକ ସମୟରେ ବର୍ଷା ହଉ, ପୃଥିବୀ ଶସ୍ୟ ଶ୍ୟାମଳାରେ ପୂର୍ଣ୍ଣ। ଆମେ ଭାବୁଛୁ କ'ଣ ବର୍ଷା ଆସିଲା, ଆମେ ଧାନ ବୁଣିଲୁ କି ତଳି ପକେଇଲୁ କି କ'ଣ କଲୁ, ଏତେ ଭରଣ ଧାନ ଆମେ ଅମଳ କଲୁ। ଏଇଟା ହେଉଛି ଆମ କଥା। ପ୍ରକୃତରେ ଏଇଟା ଆମ କଥା ନୁହେଁ। କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳୀ। ଭାରତ ଶସ୍ୟଶାଳିନୀ ବୋଲି କୁହାଯାଏ। ସମଗ୍ର ପୃଥିବୀ ପାଇଁ ଏଠି ପ୍ରାର୍ଥନା କରାଯାଇଛି। ସେଇ କଥାକୁ ସ୍ମରଣ କରି ଆପଣମାନେ ପ୍ରତ୍ୟେକ ଦିନ ନିଜର ବ୍ୟକ୍ତିଗତ କଥା ବା କାମନା କରିବା ସହିତ ପୃଥିବୀର ଶାନ୍ତି ପାଇଁ ପ୍ରଭୁଙ୍କୁ, ଆପଣଙ୍କ ଇଷ୍ଟ ଦେବଙ୍କୁ ଟିକେ ଜଣା। ଆତ୍ମଦେବ ଯୋଉ ଫଳଟି ଆଣିଲେ ସେ ଧୁନ୍ଦୁଲିକି ଦେଲେ। ଧୁନ୍ଦୁଲି ସେ ଗୋଟେ ଏମିତି ଚରିତ୍ରର ନାରୀ ଥିଲେ। ମୁଁ ଗୋଟାଏ ଗର୍ଭରେ ଗୋଟେ ସନ୍ତାନକୁ ଧାରଣ କରିବି, ଇଏ କଷ୍ଟ ମୁଁ କରିପାରିବି ନାହିଁ। ମୋତେ ସେଗୁଡ଼ାକ ଭାରି ଅଡୁଆ। ଆଜି ବି ସେଇଭଳିଆ ମନୋବୃତ୍ତିର କିଛି ମା ମାନେ ଅଛନ୍ତି। ତେଣୁ ସେ କ'ଣ କଲେ, ତାଙ୍କ ସାନ ଭଉଣୀ ଫଳଟିକୁ ଗୋଟେ ଗାଈକି ଖୁଆଇଦେଲେ। ସେ ଫଳଟାକୁ ଗାଈ ଖାଇଲା, କିନ୍ତୁ ତାଙ୍କ ସାନ ଭଉଣୀ ସହିତ ଗୋଟାଏ ବିଚାର ବିମର୍ଶ କଲେ। ତୋର ତ ଗର୍ଭ ଅଛି, ମୁଁ ବର୍ତ୍ତମାନ ଗୋଟାଏ ନକିଲି ଗର୍ଭ ଧାରଣ କରିଥିବା ନାରୀ ହେବି। ପେଟରେ କିଛି ଲୁଗା ଫୁକା ବାନ୍ଧିଦେଲେ ପେଟଟା ଟିକେ ଉଚ୍ଚା ଦେଖାଯିବ, ଲୋକ ଭାବିବେ ଆର ଗର୍ଭ ଅଛି। ତୁ ଯୋଉ ପିଲାଟି ଜନ୍ମ କରିବୁ ତୁ ମତେ ଦେଇଦେବୁ। ଏଇଭଳି ଭାବରେ ଗୋଟେ କୌଶଳ ଅବଲମ୍ବନ କରି ଯେଉଁମାନେ କାର୍ଯ୍ୟ କରନ୍ତି ତାର ଫଳ ସେମାନେ ନିଶ୍ଚିତ ଭୋଗ କରନ୍ତି। ମିଥ୍ୟା ଲାଞ୍ଚ ଖର୍ଚ୍ଚ ଯେମିତି ଗାଁ ଗହଳିରେ ଏ ସବୁ ଆଜି ବି ଚାଲିଛି, ସେଇଭଳିଆ କଥା ଯୁଗେ ଯୁଗେ ଅଛି। ଆଉ ସେମାନଙ୍କ ପାଇଁ ଦଣ୍ଡ ମଧ୍ୟ ଅଛି। ଗୀତା କୁହନ୍ତି ଦଣ୍ଡୋ ଦମୟତାମସ୍ମି ନୀତି ରଶ୍ମି ଜିଗିଷିତା। ଦୋଷୀ ପାଇଁ ଦଣ୍ଡ ମଧ୍ୟ ଅଛି। ଆପଣ ଗୋଟାଏ ଦୋଷ କଲେ, ପୋଲିସ ବାବୁଙ୍କୁ କହିକିରି ଥାନାରୁ ଖସିଗଲେ, ପୁଣି କୋର୍ଟରେ କେ ମୋକଦ୍ଦମା କଲେ, ସେଠି ମଧ୍ୟ ଖସିଗଲେ ନିର୍ଦ୍ଦୋଷରେ। ଆପଣ ବାହାରେ ଦିନିମ ବାଡ଼େଇବେ, ମୁଁ ଦୋଷୀ ନୁହେଁ, ମୁଁ ନିର୍ଦ୍ଦୋଷରେ ଖଲାସ ହେଇଛି।
ये कथाटा सिना मनीष समाज भितर आपण कहिबे किंतु दोषी पाई दंड से लेखा हेकरी रही तू एया करिचु तते यही फल दिया जदि काम करिबा भितरे किछि भूल हुए तापे दंड अछि किंतु भूल करू करू जदि आपण भल काम कले किछि आशीर्वाद पाइला बळे कर्म करिवे ताहले आपण से दंडरू मुक्ति पाइबे। दुईटी सांग जाउथिले सत्संग करिबा पई गुरुंक आश्रम गोटिए सांग देखिला बाटरे गोटे बेश्यालय से अपर सांग को कहला आमे तो सबुदिन सत्संग करूचु आज मु जाऊची बेश्यालय को मु जाऊची तू जा आश्रम ये ताकू जेते बुझेला सी आउ बुझिला बेश्या घरे रही राति पाइला ये जे सत्संग करुले ये सत्संग करी मध्य आंकर भी राति पाइला राति जेतबेले पाइगला दुई जन जाक आसिले बाटरे देखा हेले जने जनकू खतेई हला भलिया कहला तू काली जाइथिलु सत्संग को कौन पाइलु मु जाइथिली बेश्यारे मु बाटरू ए बाटरे मो गोड़ टिके भांगी गला टिके कष्ट हो गोटे एमतिया जंत्रणा पाई तू जाइलु कौन पाई सत्संग ना मु 100 टंका पाई बाटेरे 100 टंका पड़ी थिला मु ताकू आनी तमाने एथि कथाटा विपरीत हो गला जिए जाइथिला बेश्यालय को सेई पाइला 100 टंका जिए जाइथिला सत्संग को ता गोड़टी टिके भांगी गला तेणु सत्संग बड़ ना बेश्यालय बड़ उभयंक भितरे कथा कटा कटी हेले ये दुई जन जाक कहले आमे काई कजिया करिबा आमर तो गुरु अछंती चलो गुरुंक पाखक जीवा गुरु जहा कहबे सेईटा को मानिबा गुरुंक पाखरे पहुंचिले गुरु तांको पचारे कुआड़े आइल सी जो कहले आमे एइथि पई आइछु सी जाइला सत्संग को 100 टंका पाइला कि मु जाइथिली बेश्यालय को सी जाइथिला बेश्यालय को सी 100 टंका पाइला मु जाइथिली सत्संग को गोटे खाले गोड़ पड़गला माने टिके खंडिया हो गला गुरुदेव ध्यानस्थ तमे तमर काली 1000 टंका बाटरू पाइबा कथा ये बेश्यालय को जाइथिबा लोक को कहले तमे मोटे 100 टंका पाइकिरी कौन एते गर्व करुच तुम्हें जीवन रे 900 टंका हरैल
जेहेतु सत्संग को छाड़ी तमे बेश्यालय को गल तापरे द्वितीय भक्त को कहले तमर गोटाए गोड़ भांगी जीवा कथा माने गोड़टा तमर माने जेमती हाड़ भांगी जीवा कथा तमर कौन है ना गुरुदेव मोर किसी है टिके खंडिया है गुरुदेव कहले जेहेतु तमे सत्संग को जाइथिल तम पई जो विपद आसीबा कथा सेटा अल्प करे कटिगला तेणु जीवन रे आपण मानक पाई बा आम मानक पाई सत्संग करिवार जो सुजोग टिकक मिली बा जेते बेले मिलिबो ताकू हाथ छड़ा करिवे ना आत्मदेव सन्थंक ठारू जो फल टिके आनी ताकू गाई की दे गले गाई जन्म कला बेलू देखा हला गोटा मनीष छुआ जन्म किंतु तार कान गुड़ाक बहुत बड़ समस्त आश्चर्य हेले गाईटा केमती जन्म कला मनीष आउता कान गुड़ाक बड़ बड़ जा हो ता ना दिया हला गोकर्ण ये जो धुंदुली जो सान भौणी की शिखे नकिली छुआटे मैं सी निजे जन्म करनी ता भौणी पुओ को आनिकी ता स्वामी की कहला मोर गोटे पुओ काली रात माने केते चतुर माने केते चतुरता भाव से कह धुंदुलीर पुओ हेइथिबारु ता ना हला धुंदुकारी से बेश्याबाड़ी की जाए मद्य पिए चोरी करे गुंडामी करे दंगा हेंगाम करे ये अशांति रे आत्मदेव आउ घरे रही पारे से कहले मु देह त्याग करदे ये भली बालुंगा पुओ सांगू नहीं मु घर संसार करि शांति रे बंची पारि आत्मदेव से देह त्याग कले कि घरे रहिले किए धुंदुकारी ये तो सबू सबू खराब काम जाक से करती गोकर्ण भाईर एभली अवस्था देखी सीए मध्य घरे रही पारे कहले मु जाऊँगी जंगल में बुलबी देवादेवी की दर्शन करी तीर्थाटन करी ये बालुंगा टोका पाखे मु रही पारे सी तीर्थाटन करने को गले ये घरे सबू बेश्या मानू डाकी ये घरे गोटे प्रकार लीला कले सबू बेले मध्य मादक बुड़ी रही किछि दिन पर जो बेश्या मानू से घर को डाकी से बेश्या मानक द्वारा से शेष विष दे मारदे
तार धन संपत्ति को बेश्या माने बांधी कुंटिकी नहीं गले सी मरीगला ताकू शुद्ध भी कई ना कई तो नहांती शुद्ध किए गोकर्ण तीर्थ स्थान रे रही सी सम्यक भाव जानी पाले ये मो भाईर मृत्यु हुई सी घर को फेरी आसिला घरे आसी देखिला किछि नहीं सुना रूपा तो नहीं बासन कुसन नहीं कबाट झरका नहीं कि भाई भी नहीं तेणु से अत्यंत मन दुखरे जीवन रे से बापन को हरई शेष भाई को भी हरैला यही जो भावना यही भावना भितरे तार भाव सृष्टि है से भावटी कौन श्री कृष्ण गोविंद हरे कृष्ण गोविंद श्री कृष्ण गोविंद नारायण शब्द गोटे एमिति शब्द जुगे जुगे नारायण शब्द प्रसिद्धि लाभ कर सत्य जुगरे नारायणंकर नाम थिला प्रसिद्ध मंत्र नारायणम परा आपण मैंने खाली कहे देवर्षि नारद सब बेले नारायण नारायण कह देवर्षि नारद नारायण कह तमें कौन कह तमें कौन नारायण को छाड़ी आउ कौन कह खाली कह टका सुना हीरा मोती माणिक या कह सकाळु उठिबा मात्र के सही नारायण शब्द को उच्चारण कर त्रेतया जुगरे ऋषि माने जो नाम भजन करुते से नाम भितर मध्य नारायण शब्द अच्छे राम नारायण ये हूँ त्रेतया जुगर नाम
ଯେତେବେଳେ ସକାଳୁ ଉଠି ନିତ୍ୟକର୍ମ ଗାଧେଇବା ପର୍ଯ୍ୟନ୍ତ ଜଳଖିଆ ଖାଇବାକୁ ଯିବା ପର୍ଯ୍ୟନ୍ତ ଏଇ ମନ୍ତ୍ରଟିକୁ ସ୍ମରଣ କରିବେ। ତାପରେ ଦ୍ୱାପର ଯୁଗର ମନ୍ତ୍ରକୁ ପଢିବେ। ହରେ ମୁରାରେ ଯେତେବେଳେ କର୍ମ କରିବା ପାଇଁ ପରିବାର ପ୍ରତିପୋଷଣ ପାଇଁ ଆପଣ ଯାହା କରନ୍ତୁ, ବ୍ୟବସାୟ କରନ୍ତୁ, ଚାକିରି କରନ୍ତୁ, ଯାହା କରନ୍ତୁ, କିନ୍ତୁ ନାରାୟଣ ଶବ୍ଦକୁ ଉଚ୍ଚାରଣ କରିବେ। ଏଇ ଯୋଉ ନାମଟି, ଏ ନାମ ଭିତରେ ବି ହରେ ମୁରାରେ ମଧୁକୈତ ବାହାରେ, ଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରେ, ଯଜ୍ଞେଶ ନାରାୟଣ କୃଷ୍ଣ ବିଷ୍ଣୁ ନିରାଶ୍ରୟଂ ମାଂ ଜଗତ। ସନ୍ଧ୍ୟା ହେଲା କିମ୍ବା ରାତି ହେଲା, ବର୍ତ୍ତମାନ କଣ କରିବେ? ଟିକେ ଖାଇକିରି ଶୋଇବେ। ଶୋଇବା ମଧ୍ୟ ଗୋଟେ ଯୋଗ, ଠିକ ସମୟରେ ଖାଇବା ମଧ୍ୟ ଯୋଗ। ସେଇ ଭାବରେ ସନ୍ଧ୍ୟା ସମୟରେ ତୁମେ ଯୋଉଠି ଯୋଉ ଭାବରେ ଥାଅ, ନାମକୁ ସ୍ମରଣ କର। ସେ ନାମଟି କଣ? ଶ୍ରୀକୃଷ୍ଣ ଗୋବିନ୍ଦ ନାମଟିକୁ ସ୍ମରଣ କଲେ କଳି ତାପ ଆଉ ଲାଗିବ ନାହିଁ। ଆକୁ ଭାଗବତରେ ଦେବର୍ଷି ନାରଦ ମଧ୍ୟ କହିଛନ୍ତି। ଆପଣମାନେ ପ୍ରତ୍ୟେକ ଦିନ 4ଟି ଯୁଗ ଭୋଗ କରୁଛନ୍ତି। ବିଛଣାରୁ ଉଠିଲେ ଏଟା ହେଉଛି ସତ୍ୟ ଯୁଗ, ନିତ୍ୟକର୍ମ କରିଲେ ସେଟା ହେଉଛି ତ୍ରେତୟା ଯୁଗ, ପେଟ ପୋଷିବା ପାଇଁ କର୍ମକ୍ଷେତ୍ରକୁ ଗଲେ ସେଇଟା ହେଉଛି ଦ୍ୱାପର ଯୁଗ। ତାପରେ ବିଶ୍ରାମ ନେବା ପୂର୍ବରୁ ଯେଉଁ ସନ୍ଧ୍ୟା ଆସେ ତାକୁ ଆପଣ ଭୋଗ କଲେ ସେଇଟା ହେଉଛି କଳି ଯୁଗ। ଯୁଗେ ଯୁଗେ ସତ୍ୟ ହିଁ ଏକମାତ୍ର ନାରାୟଣ। ଯଦି ଏତେ ଗୁଡାକ ମୁଖସ୍ଥ କରିପାରିବେନି, ଖାଲି ଓମ୍ ନମୋ ନାରାୟଣାୟ, ଓମ୍ ନମୋ ନାରାୟଣାୟ, ଓମ୍ ନମୋ ନାରାୟଣ। ବର୍ତ୍ତମାନ ଗୋକର୍ଣ୍ଣ ଏଇ ନାମକୁ ସ୍ମରଣ କରି ଧ୍ୟାନସ୍ଥ ହେଲେ, ତାଙ୍କୁ ଗୋଟାଏ ଶୂନ୍ୟ ବାଣୀ ତାଙ୍କୁ ଶ୍ରବଣ ହେଲା। ସେ ଶୂନ୍ୟ ବାଣୀଟି କଣ?
ଯେ ଭାଇ ଧୁନ୍ଦୁକାରୀର ପ୍ରେତାତ୍ମା କହୁଛି, ହେ ଭାଇ ମୁଁ ଏପର୍ଯ୍ୟନ୍ତ ଉଦ୍ଧାର ହେଇନାହିଁ। ମୁଁ ମୋ ପାଇଁ ବାପା ଦୁନିଆରୁ ଚାଲିଗଲେ, ମୁଁ ଏମିତିଆ ଗୋଟିଏ କୁଳାଙ୍ଗାର, ମୋ ପାଇଁ ମା ବି ଗଲେ, ମୋ ପାଇଁ ଆପଣ ବି ଜଙ୍ଗଲକୁ ପଳେଇଲେ। ଇଏ ଘରର ଧନ ସମ୍ପତ୍ତି ସବୁ ଗଲା। ମୁଁ ମଦ ପିଇ ମାତାଲ ହେଲି ଯେଉଁ ବେଶ୍ୟାମାନଙ୍କ ପାଇଁ, ସେଇ ବେଶ୍ୟା ମତେ ମଦ ବିଷ ଖୁଆଇକିରି ମାରିଦେଲେ। ମତେ ସୁଧି ବି କେହି, ତୁ ମତେ ଉଦ୍ଧାର କର। ତେବେ ଏଠି ଗୋକର୍ଣ୍ଣ ये बाणी की शुणी सी पुणी सेई इष्टदेव को बा परमात्मा को स्मरण कले। से स्मरण भितर आसिला भागवत पढ़। से जो धुंदुकारी प्रेतात्मा ये जो बाउंस गछटी अच्छी से बाउंस गछ भितर रहिबो। तुम्हें 7 दिन भागवत पढ़िबो। गोटिए गोटिए दिन बीती गले गोटिए बाउंस गंटी फुटिबो। 7 दिन रे 7टी बाउंस गंटी जितेबाला फुटिब सेतेबाला धुंदुकारी उद्धार हो। आउ गोकर्णंकर तपस्या मध्य से तेणु से भागवत एथि पढ़ी। भागवत एथि 7 दिन भागवत पढ़ा जाए। तार पूर्व कथा होउची राजा परीक्षित को 7 दिन भितर सर्पाघात मृत्यु हब ये अभिशाप पाई सारिबा परे राजा परीक्षित गंगा कूल रे बसिचंती। ता औषध कौन? अपराध बा अभिशाप। मने रखंतु अपराध बा अभिशाप मुक्ति पाइबा पाई हमर बाबा वैकुंठनाथ ब्रह्मचारी गोटे पदरे कहिले नीति भागवत पढ़। हमर भागवत भी लिखा अच्छी परम शास्त्र तर्क पाषाण्ड शास्त्र परम मु गोटाए पढ़ी तू गोटाए पढ़ू।
ମୁଁ ଏଠି ଗୋଟେ ଗାଁରେ ବଇଛି, ତୁ ସେଠି ଗୋଟେ ଗାଁରେ ବଇଛୁ, କାନଟା ମୋ ଆଡ଼କୁ ପାଚିବ ନା। ଆଉ ତେଣୁ ଏ ଭାଗବତ ଧର୍ମ କଥା ହେଳେ ଏ ଭାଗ ଭାଗ କହିଲେ ଭାବ, ଦୁର୍ଜୟ ଦେହ କହିଲେ ଭାବ ବା ଜ୍ଞାନ, ଗ କହିଲେ ଗତିଦାତା। ଆମ ଜୀବନର ଗତିଦାତା କିଏ? ଆମ ଜୀବନକୁ ଅପରାଧ ବିମୁକ୍ତ କରେ କିଏ? ସେଇ ଯୋଉ ଗ ଅକ୍ଷରର ଗୁରୁ। କାଲି ସେ ପଦଟି ବୋଧେ କହୁଥିଲି, ଗୁରୁ ଗୋବିନ୍ଦେ ଦିଅ ଯଦି ଜୀବନରେ ଗୁରୁଙ୍କୁ, ଗୁରୁ ଆଉ ଗୋବିନ୍ଦ ଇଏ ଦି ଜଣଙ୍କୁ ଯଦି ଠିକ ଭାବରେ ଚିନ୍ତା କରୁଥିବ, ତାହେଲେ ଭବ ସଂସାର ଉଦ୍ଧାର ହବ। ଆଉ ଆମ କାଳିଆ ନନା ଯେମିତି କହିଲେ, ମାନେ ପୁରା ଆଙ୍ଗୁଠି ଗେଞ୍ଜିକିରି କହିଲେ ଯେ ବଳିଆ ଯିଏ ଅନନ୍ତ ସିଏ। ଏକଥା କହିବାକୁ ତମକୁ ଅନୁମତି ଦେଲା କିଏ? ତମେ କେମିତି ଜାଣିଲ ମୁଁ ଅନନ୍ତ ବୋଲି? ଏମିତି ସବୁ କହିକିରି କିଏ କହୁଛନ୍ତି ଆମ ଗୁରୁ ହଉଛନ୍ତି କୃଷ୍ଣ, କିଏ କହୁଛନ୍ତି ମାନେ କିଏ କହୁଛନ୍ତି ଆମ ଗୁରୁ ହଉଛନ୍ତି କଳ୍କି। ସେମିତି ପ୍ରଚାର ଆଦୌ କରିବ ନାହିଁ। ବାୟା ଗୋଟିଏ କଥାରେ କହିଲେ, କଥା ପ୍ରସଙ୍ଗରେ, ଯତ ଗୁପ୍ତ ତତ ସତ୍ୟ। ତୁମେ ଯଦି ଗୁପ୍ତ ନ ହବ ତାହେଲେ ଶକ୍ତିବାନ ହେଇପାରିବ ନାହିଁ। ହଁ, ତୁମେ ବହୁତ ଅନୁଭୂତି ଜାଣିଛ, ବହୁତ ଅନୁଭୂତି ଜାଣିଛ। ତୁମେ କେତେ ଅନୁଭୂତି ଜାଣିଛ? ଯିଏ ଅନନ୍ତ, ତାର ମହିମା ଅନନ୍ତ, ତାର ବିଭୂତି ଅନନ୍ତ। ତମେ 4-5ଟା କଥା ଜାଣିଥିବ, ଏଇଥିରେ ମୁଁ ଅନନ୍ତ ହେଇଯିବି। ଯାହା ହଉ ଆଜି ମଣ୍ଟୁ ଭାଇ ଖାଲି ଗଦା କରି ପକେଇଲେ ହରେ କୃଷ୍ଣ ଭଳିଆ। ତେଣୁ ଜୀବର ଗତି ଅନୁଭବ ଉଦ୍ଧବେ କହିଲେ ମାର। ତୁମେ କଣ ଅନୁଭବ କରିଛ ସେ କଥା କହିଥିଲେ ଭଲ ହେଇଥାନ୍ତା। ଆଉ ମଣ୍ଟୁ ଭାଇ କହିଲା, ମଣ୍ଟୁ ଭାଇ କାହିଁ କହୁନି? ସେ ହାରମୋନିୟମ କାହିଁ ବଜଉଛି? ସେ ତା ଘରକୁ ଆଇଛି, ତା ଗାଁରେ ତ ଅଛି, ତା ଅନୁଭୂତି କହୁନି।
आर वर्ष कहीं कहलानी कोरोना गलानी 4 वर्ष गलानी गपिले कौन हम तेरे सज्जन प्रकृत जदि दुनिया रे कही बड़ थांती से होचंती जीवन पाई गुरु आउ गोविंद भाग कहले ब्रह्म बर एते अर्थ अच्छी ब कहले वायु ब कहले वरुण ब कहले बह्नी ब कहले वसुधा ब कहले व्याम बा आकाश ये सबू हूँ ब ये अधम से ब ऋतु जन्म होता बसंत ऋतु ये अधम से ब अक्षर गर्भरू आसला सी हूँ बसंत देवी तेणु मोर मानस गुरु होउचंती सेई ब अक्षर बाया आमे सबु बलदेवंक मंडल लोक बलदेवंक आमर केन्द्रापड़ार बलदेवंक रथरे रथटीर ना होउची ब्रह्म तावद्धूत यही ब अक्षर रे बापा बो आ सबु तो से ब अक्षर तेणु जगन्नाथंकर बड़ दांड जगन्नाथ बड़ ठाकुर जगन्नाथंक पताका बड़ पताका ये दुनिया रे जदि कई बड़ थाए बड़ एका कला ठाकुर दुनिया रे जदि कई दुख शुणे से ही एका कला पत्थर भागव आउ विशेष कहवाई किसी आवश्यक नहीं तो कहले तत्व सबु कथार गोटे तत्व जहा जहा कहीदेले से कौन तत्व हो तुम्हें जहा कह ताकू जबरदस्ती कहवा तुमको मानिबा को बाध्य तुम बापा राणे माँ राणे पुओ राणे झील राणे तुम एक कथा मान एमितिया कथा कह तमे कहले से आपे आपे माने आउ तमे माने जमती घोड़ा बेपार भलिया तमे टंका पैसा दे लांच दे ताकू जो कथा कहवा कथा नुहे से कथा कहब से धर्म प्रचार हम नहीं से लोक हसिबे आमर जने पाला गायिका ता ना कौन मूल्य लक्ष्मीप्रिया से गोटे बलियार जन्म संपर्क रे गोटे पाला से करू जो मानकर नुआ पुओ झी होउचंदी सेई गायिका को डाकुचंदी से तार कौन गाउची ता भीतर गाउ गाउ मत गोटा कौ टिके बेसी टेकिकी कही देती सेठी पंझाए बाहर कहले तमें कौन बलियार प्रचार करने पैसा देच पैसा कहीं नेबी मु गुरु को प्रचार करुच्ची पैसा कहीं नेबी ये एमती है ये पुणी कौन ताको फेसबुक रे छाड़िले ये कले एमती सब नाना आदि कथा तेणु मोर प्रशंसा मो आगे केबे भी कही कर
ତମେ ଯେତେ ଟେକ ମୁଁ ସେଇ ଝାଡୁଦାର ବଳିଆ। ମୁଁ କେବେ ହେଲେ ତମ କଥାରେ ଅନନ୍ତ ହେବିନି। ବଳିଆକୁ ପଛେ ଅଳିଆ ଗଦାରେ ପକାଇ ରଖନ୍ତୁ ତୋର କର୍ମଚାରୀ ଜଗତ ମଙ୍ଗଳ ପାଇକି ମଙ୍ଗଳ ପ୍ରତି ଜନ ମନେ ପଡୁ। ତେଣୁ ମୋ ନାଁ ହଉଛି ଝାଡୁଦାର ପୂଜ୍ୟ ପୂଜକ ବଳିଆ। ଏ କଥାଟି ହଉଛି ଆମର ମୋ ଅନ୍ତର୍ନିହିତ କଥା। ତାର ଅର୍ଥ ନୁହେଁ ଯିଏ ମତେ ଅନନ୍ତ ରୂପରେ ପୂଜା କରୁଛି, କୃଷ୍ଣ ରୂପରେ ପୂଜା କରୁଛି, ସେ ଯେ ଭୁଲ କରୁଛନ୍ତି ତା ମୁଁ କହୁନି, କିନ୍ତୁ ଭିତରେ ରଖ। ତମେ ଯଦି ଜୀବନରେ କିଛି ଅନୁଭବ କଲ ତାକୁ ଭିତରେ ରଖ, ତାକୁ ବାହାରକୁ ପ୍ରକାଶ କର ନା। ତୁମେ ଯେତେ ପ୍ରଚାର କରିବ ସେ ସେତେ ପଚରା ହେଇଯିବ। ତେଣୁ ସଜ୍ଜନ, ଇଏ ହଉଛି ଭାଗବତର ତତ୍ତ୍ୱ। ଦିନ ଥିଲା ପ୍ରତ୍ୟେକ ଗାଁରେ ଭାଗବତ ଟୁଙ୍ଗିଥିଲେ, କୀର୍ତ୍ତନ ମଣ୍ଡଳୀଙ୍କର ଆଖଡ଼ା ଥିଲା। ଏ ଗାଁରେ ବି ଥିଲା। ଏ ଗାଁରେ ଆଉ କୀର୍ତ୍ତନ ମଣ୍ଡଳୀ ଅଛନ୍ତି କି ନାହିଁ ମୁଁ କାହିଁ ଜାଣିପାରୁନି। ଥିଲେ ତ ଏଠିକି ଆସିଥାନ୍ତେ। ଭାଗବତ ଟୁଙ୍ଗି ଅଛି ବୋଲି ମୁଁ ଶୁଣୁଛି, କିନ୍ତୁ ଭାଗବତ ଟୁଙ୍ଗି ଅଛି ସବୁଦିନ ଭାଗବତ ପଢା ହଉଛି, ସେ କଥା ଆଜି ହଜିଯାଇଛି। ଓଡ଼ିଆ ଘରଣୀ ସଞ୍ଜ ଦୀପ ଯେଉଁ ପୋଥି ଆଜି ଏବେ ବି ଗାଁରୁ ଭାଗବତ ଟୁଙ୍ଗି ଏବେ ଭାଗବତ ପଡ଼ି ଯାଉ ଆଜି। ଆପଣ ମାନଙ୍କୁ କଣ କହିବା, ଖାଲି ନମଇ ନୃସିଂହ ଚରଣ ଏଇ ଗୋଟିଏ ଧାଡ଼ିରେ ଭାଗବତ ସରିଯିବ। ନମଇ ନୃସିଂହ ଚରଣ ଆଉ ସାଡ଼କୁ ଯିବା ଦରକାର। ସେ ଅନାଦି ପରମ କାରଣ, ସେ ଆହୁରି ବଡ଼ କଥା। ଏଇ ତ 7 ଦିନରେ ସରିଯିବ ଆଉ କଥା ଆଉ। ତେଣୁ ସେ ପଦ ଗୁଡ଼ିକୁ ଯିଏ ଲେଖିଛନ୍ତି ସେ କେତେ ମହାନ। ନମଇ ନୃସିଂହ। ତେଣୁ ତତ୍ତ୍ୱ ଜାଣିଲେ ତୁତେ ଭ୍ରାନ୍ତି ଭବ ସାଗର ତରିଯା। ଯାହାର ଘର ମାନେ ଘର ତିଆରି କରିଛନ୍ତି କିନ୍ତୁ ଘର ଉପରେ ସନ୍ଦେହ ଅଛି, କିଛି ବାସ୍ତୁ ଦୋଷ ଅଛି, ସେ ଯାଉଛି କୋଉ ପଣ୍ଡିତଙ୍କୁ ପଚାରିବେ, ସିଏ କଣ କହୁଛନ୍ତି। ଯଦି ଲକ୍ଷ୍ମୀ ନୃସିଂହଙ୍କ ନାମରେ ଗୋଟିଏ ସଞ୍ଜ ଦେଇ ନମସ୍କାର କରିବେ ତାହେଲେ ସେ ଘରର କୌଣସି ଦୋଷ ରହିବ ନାହିଁ। ଇଏ ହଉଛି ଗୋଟିଏ ମହାନ ତତ୍ତ୍ୱ। ତାକୁ ବ୍ୟାଖ୍ୟା କଲେ ଘଣ୍ଟା ଘଣ୍ଟା ସମୟ ଯିବ, କିନ୍ତୁ ମୁଁ କହିବି ନାହିଁ। ଏଇ ଭାବନାଟି
ମୋ ମନ ଭିତରେ ଥିଲା ମୁଁ କହିଲି ପିଲାମାନେ ଆଜି ମୋର ପିଲାମାନେ ସବୁ କହିବେ ମୁଁ ଟିକେ ବସିକିରି ଭଜନ ଶୁଣିବି କିନ୍ତୁ ସେମାନେ ଯାହା କହୁଛନ୍ତି ମୋତେ ବାଧ୍ୟ ହେଇକିରି କହିବା ପାଇଁ ପଡୁଛି। ସିଏ ଯଦି ଭାଗବତର ପଦ ଗୁଡ଼ିଏ କହିକିରି ଟିକେ ବୁଝାନ୍ତେ ତାହେଲେ ମୋ ମନଟା ଖୁସି ହୁଅନ୍ତା। ସିଏ ତାଙ୍କର ମାନେ ଭାବି ଚିନ୍ତିକିରି କହୁଛନ୍ତି ବାବାଙ୍କୁ କେମିତି ଆମେ ଅନନ୍ତ ସଜେଇବା। ମୁଁ ତ ଅନନ୍ତ ହେବିନି ତେଣୁ ସଜଉଥା। ତେଣୁ ସେଇ ଅନନ୍ତଙ୍କ ପାଦ ତଳେ ଆଜିର ବିଶ୍ୱ ଧ୍ୱଂସାସ୍ପଦ ନିଆଁରେ ଜଳୁଛି କିନ୍ତୁ ଆମେ ଏଠି ହସ ଖୁସି କରୁଛେ। ଇଏ ହସ ଖୁସି ମୁଁ ବି ଆପଣମାନଙ୍କ ସହିତ ଅଛି କିନ୍ତୁ ମୋ ମନରେ ଟିକେ ବି ଖୁସି ନାହିଁ। ଏଠି ଶ୍ରଦ୍ଧା ଅଛି। ମାର୍ଶାଘାଇ ଅଞ୍ଚଳର ପ୍ରତ୍ୟେକ ବ୍ୟକ୍ତି ବଳିବାକୁ ଭଲ ପାଆନ୍ତି। ସିଏ ମୋର ଶିଷ୍ୟ ନହେଲେ ବି ସେମାନେ ବଳିବାକୁ ଭଲ ପାଆନ୍ତି। ଯୋଉଠି ଭଲ ପାଇବା ଅଛି ସେଠି କଣ ଦରକାର। ସୁବାସ ସ୍ୱାଇଁଙ୍କ ଘରେ ଆମେ ବଇଛୁ ତାମାନେ ମୁଁ କଣ ସୁବାସ ସ୍ୱାଇଁଙ୍କ ପାଇଁ ଏଠିକି ଆଇଛି। ଯୋଉ ମଣ୍ଟୁ ବୋଲି ନାଁ କହିଲେ ତା ଘରେ ମୁଁ ବଇଛି ତାମାନେ କଣ ମଣ୍ଟୁ ଭାଇ ପାଇଁ ଆଇଛି। ମଣ୍ଟୁ ଭାଇ ଯେତେବେଳେ କହିବ ମୋ ପାଇଁ ବାବା ଆଇଲେ ତାପରେ ବାବା ଆଉ ଜମା ଆସିବେ। ଆଉ ସୁଭାଷ ବାବୁ ଯଦି କହିବେ ମୋ ଘରକୁ ଆସିଲେ ମୁଁ ବି ଆସିବିନି। ତେଣୁ ସମସ୍ତଙ୍କ ପାଇଁ ଆସେ। ସମସ୍ତେ ମୋର ମୁଁ ସମସ୍ତ ଜଣଙ୍କ ଘରକୁ ଆସିବି ଇଏ ଗୋଟେ ମାଧ୍ୟମ କିନ୍ତୁ ଆସିବି ସମସ୍ତଙ୍କ ପାଇଁ। ଏଠି ନିତ୍ୟାନନ୍ଦ ସ୍ୱାଇଁଙ୍କର ଘର ଅଛି। ତାଙ୍କର ପୁଅ ନାତି ଏମାନଙ୍କର ଶ୍ରଦ୍ଧା ମଧ୍ୟ ମୋ ପାଇଁ ସ୍ୱତନ୍ତ୍ର। ସଚିବାବୁଙ୍କ ଘର ତାଙ୍କର ବି ସ୍ନେହ ଶ୍ରଦ୍ଧା ମମତା ସିଏ ବଳିବା ପାଇଁ ଅଛି। ମୁଁ ଏଇଠି ବଇଛି ମାନେ ମତେ ଲାଗୁଛି ମୁଁ ସଂଘ ଘରେ ବଇଛି। ମୁଁ ତରିକୁଣ୍ଡ ଆଶ୍ରମରେ ବଇଛି। ତେଣୁ ତା ପୟାର। ତେଣୁ ଆପଣମାନେ ଯଦି ବଳିବାକୁ ଭଲ ପାଉଛନ୍ତି ବଳିଆ ନାଁରେ ଗଛଟିଏ ଲଗେଇବେ ଆଉ ବଞ୍ଚେଇବେ। ଅଳିଆ ଯଦି ମାର୍ଶାଘାଇ ଅଞ୍ଚଳରେ ଏ ଯୋଉ ଅଳିଆ ସବୁ ଗଦା ହଉଛି ତାକୁ ଯଦି ସଫା କରିବେ ମାର୍ଶାଘାଇର ଅଧିବାସୀ ମାନେ ସୁସ୍ଥ ଜୀବନ ଯାପନ କରିବେ। ବଳିଆ ଏଇ ଜାଗାରେ ବସି ସମସ୍ତେ ସୁସ୍ଥରେ ରୁହନ୍ତୁ, ଶାନ୍ତିରେ ରୁହନ୍ତୁ, ସବୁ ବର୍ଷ ପାଇଁ ମୋତେ ନ ଡାକନ୍ତୁ। ଏତିକି କହି ମୋର କଥାକୁ ବିଶ୍ରାମ ଦଉଛି। ଆଉ ମୁଁ ତ ଏଇଠି କହିପାରୁନି, କାଲି ପନ୍ତିଆରେ କହିବି, ତାପରେ ଆଉ ଗୋଟେ କୋଉ ଜାଗାରେ ମୋତେ ଚିନ୍ତା ହେଇଗଲାଣି ମୁଁ କହିବି କ'ଣ। ମୁଁ ତ କହିଲା ବେଳକୁ ମୋର ତଣ୍ଟି ଶୁଖି ଯାଉଛି। ସବୁଦିନେ ପ୍ରୋଗ୍ରାମ, କେହି ଗୋଟେ କହୁନାହାନ୍ତି ଆମ ପ୍ରୋଗ୍ରାମ ବାତିଲ ହଉ, ବାବା ଟିକେ ବିଶ୍ରାମ ନିଅ। ତେଣୁ ସଜ୍ଜନ ଜୀବନରେ ବିଶ୍ରାମ ନେବି ଯେଉଁଦିନ ମାଟି ତଳେ ସ୍ୱୀକାର କରୁଛି। ଇଏ
ଅଞ୍ଚଳର ଆମ ଏଇ ମାଟିରେ ଯେତେ ଦେବତା